ମରିଛନ୍ତି ଯୀଶୁ ଆମ ପାଇଁ, ମରିଛନ୍ତି ଯୀଶୁ ଆମ ପାଇଁ। କାଲବାରି କ୍ରୁଶରେ ରକ୍ତ ଦେଇ ମୋର ପାଇଁ ଆଉ ତୁମରି ପାଇଁ, ମୋର ପାଇଁ ଆଉ ତୁମରି ପାଇଁ। ମରିଛନ୍ତି ଯୀଶୁ ଆମ ପାଇଁ। প্রিয় শ্রোতা বন্ধু, প্রভু শ্রীখ্ରୀষ্টଙ୍କ পবিତ୍ର নামରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ଗୀତ ସଂହିତା ପୁସ୍ତକ 14 ଗୀତର ପ୍ରଥମ ପଦରେ ଆମମାନେ ଏହିପରି ପାଠ କରୁ। ମୂଢ଼ ମନେ ମନେ କହିଅଛି ପରମେଶ୍ୱର ନାହାନ୍ତି, ସେମାନେ ଭ୍ରଷ୍ଟ, ସେମାନେ ଘୃଣାଯୋଗ୍ୟ କର୍ମ କରିଅଛନ୍ତି, ସୁକର୍ମକାରୀ କେହି ନାହିଁ। ମନୁଷ୍ୟର ମୂର୍ଖତା ତାହାକୁ ଏହା କହିବାକୁ ବାଧ୍ୟ କରେ ଯେ ପରମେଶ୍ୱର ନାହାନ୍ତି। ପୁଣି ଏହା କହିବା ତାହାକୁ ମୂଢ଼ ହେବାକୁ ବାଧ୍ୟ କରେ, ଅର୍ଥାତ୍ ତାହାର ମୂଢ଼ତା ତାହାକୁ ପାପ ମନ୍ଦ କରିବାକୁ ଓ କହିବାକୁ ବାଧ୍ୟ କରେ। ଉପଦେଶକ ଆପଣା ପୁସ୍ତକରେ କହନ୍ତି, ଦୁଷ୍ଟତା ଯେ ନିର୍ବୋଧତା ଓ ମୂର୍ଖତା ପାଗଳାମୀ। ଦୁର୍ବଳ ଲୋକଙ୍କୁ ତାଡ଼ନା କରିବା ମନ୍ଦ ଅଟେ। ଆଜି ଆମର ଆଖପାଖରେ ଘଟୁଥିବା ଘଟଣା ଗୁଡ଼ିକ ମନ୍ଦ ତାର ଚରମ ସୀମା ପର୍ଯ୍ୟନ୍ତ ଯାଉଛି, ଯେପରିକି ଚୋରି, ପ୍ରତାରଣ, ଠକିବା, ଅତ୍ୟାଚାର, ବଳାତ୍କାର, ଦଙ୍ଗା, ଆତଙ୍କବାଦ ଇତ୍ୟାଦି। ଅନେକ ଘଟଣା ମାନବୀୟ ମନ୍ଦତାର କେତେକ ଉଦାହରଣ ମାତ୍ର। ଏହି ସମସ୍ତ ମନ୍ଦ କାର୍ଯ୍ୟ କରିବାର ମୁଖ୍ୟ କାରଣ ହେଉଛି ଯେ ମନୁଷ୍ୟ ଈଶ୍ୱରଙ୍କୁ ଭୟ କରେ ନାହିଁ। ସେ ଆପଣା ମନେ ମନେ କହିଅଛି ପରମେଶ୍ୱର ନାହାନ୍ତି। ଏହାର ଅର୍ଥ ଏହିପରି କେହି ନାହାନ୍ତି ଯିଏ ତାହାକୁ ପାପ ବା ମନ୍ଦ କରିବା ଦେଖିବେ, ପୁଣି ତାହାକୁ ଦୋଷୀ କରିବେ ଓ ତାହାର ବିଚାର କରିବେ। ଦାଉଦ 36 ଗୀତରେ ଏପରି କହନ୍ତି, ଦୁଷ୍ଟର ଅପରାଧ ମୋ ହୃଦୟ ମଧ୍ୟରେ କହେ, ପରମେଶ୍ୱର ବିଷୟକ ଭୟ ତାହାର ଚକ୍ଷୁର ଅଗୋଚର। ଦୁଷ୍ଟ ନିଜକୁ ନିଶ୍ଚୟତା ଦିଏ ଯେ ତାହାର ପାପ ଅଗୋଚର ହୋଇ ରହିବ, ପୁଣି କେହି ତାହାକୁ ଘୃଣା କରିବେ ନାହିଁ। ତାହାର ମୁଖର ବାକ୍ୟ ଅଧର୍ମ ଓ ପ୍ରବଞ୍ଚନା ମାତ୍ର। ସେ ସୁବିବେଚନା ଓ ସୁକର୍ମ ତ୍ୟାଗ କରିଅଛି। ସଂକ୍ଷିପ୍ତରେ କହିଲେ, ଈଶ୍ୱର ନାହାନ୍ତି ବୋଲି କହି ମନୁଷ୍ୟ ପାପ ମନ୍ଦ କରି ଚାଲିଅଛି। ମାତ୍ର 139 ଗୀତରେ ଦାଉଦ କହନ୍ତି, ତୁମ୍ଭେ ମୋହର ଗମନ ଓ ଶୟନ ଅନୁସନ୍ଧାନ କରୁଅଛ, ଆଉ ମୋହର ସକଳ ଗତି ଜାଣୁଅଛ। ହଁ, ଈଶ୍ୱର ଅଛନ୍ତି, ପୁଣି ପ୍ରତ୍ୟେକର କର୍ମାନୁସାରେ ତାହାର ବିଚାର କରିବେ। ଦୁଷ୍ଟର ଦଣ୍ଡ ନରକ ଅଟେ। ବିଚାରରେ ସେ ପଚାରିବେ, ଯିଏ କ୍ରୁଶରେ ମୃତ୍ୟୁଭୋଗ କଲେ, ରକ୍ତ ଝରାଇଲେ, ପ୍ରାୟଶ୍ଚିତ କଲେ ତଥା ମନୁଷ୍ୟକୁ ପାପ ଓ ମୃତ୍ୟୁରୁ ରକ୍ଷା କରିବାକୁ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥିତ ହେଲେ, ତୁମ୍ଭେ ତାଙ୍କଠାରେ ବା ସେହି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କଠାରେ କାହିଁକି ବିଶ୍ୱାସ କଲ ନାହିଁ? ହଁ, ଯିଏ କେହି ତାଙ୍କଠାରେ ବିଶ୍ୱାସ କରେ ସେ ପାପ କ୍ଷମା ଓ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଆପଣ ଆଜି ମଧ୍ୟ ସେହି ମନ୍ଦ ଜୀବନ କାଟୁଛନ୍ତି କି? ମନ ପରିବର୍ତ୍ତନ କରନ୍ତୁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତୁ ଏବଂ ପରିତ୍ରାଣ ପ୍ରାପ୍ତ ହୁଅନ୍ତୁ। ଏଥିପାଇଁ ଈଶ୍ୱର ଆପଣଙ୍କୁ ସାହାଯ୍ୟ କରନ୍ତୁ।